ବାଘ ଓ ଭୂତର ଅଭିଶାପିତ ଜଙ୍ଗଲ। ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଥିଲା ଗୋଟିଏ ଘନ ଜଙ୍ଗଲ। ଜଙ୍ଗଲଟିର ନାମ କଳାହାଣ୍ଡି ଜଙ୍ଗଲ। ସେଇ ଜଙ୍ଗଲକୁ ଗାଁ ଲୋକେ ରାତିରେ ପାଦ ଦେବାକୁ ଡରୁଥିଲେ। କୁହାଯାଉଥିଲା ସେଠି ରହେ ଗୋଟିଏ ଭୟଙ୍କର ବାଘ ଓ ଗୋଟିଏ ଅଶାନ୍ତ ଭୂତ। ସେହି ଭୟଙ୍କର ବାଘଟିର ନାମ ଥିଲା ରୁଦ୍ର। କୁହାଯାଉଥିଲା ଗୋଟେ ସମୟରେ ରୁଦ୍ର ମଣିଷ ଥିଲା, କିନ୍ତୁ ଭୟଙ୍କର ଅଭିଶାପ ଯୋଗୁଁ ସେ ବାଘରେ ପରିଣତ ହୋଇଯାଇଥିଲା। ଏହି ଜଙ୍ଗଲର ଅନ୍ୟ ପାର୍ଶ୍ୱରେ ଥିଲା ଗୋଟିଏ ପୁରୁଣା ବଟଗଛ। ସେହି ଗଛ ତଳେ ରହୁଥିଲା ଚନ୍ଦ୍ରୀ ନାମର ଭୂତ। ଚନ୍ଦ୍ରୀ ଥିଲା ଗାଁର ଗୋଟିଏ ଝିଅ, ଯାହାକୁ ଅନ୍ୟାୟରେ ମାରି ଦିଆଯାଇଥିଲା। ତାର ଆତ୍ମା ଶାନ୍ତି ପାଇନଥିଲା। ପୂର୍ଣ୍ଣିମା ରାତିରେ ଜଙ୍ଗଲ ମଧ୍ୟରେ ଅଜବ ଘଟଣା ଘଟିଲା। ରୁଦ୍ର ଶିକାର ଖୋଜୁଥିବା ବେଳେ ବଟଗଛ ତଳୁ ହଠାତ୍ ଏକ ଧଳା ଆକୃତି ବାହାରି ଆସିଲା। ଚନ୍ଦ୍ରୀ ରୁଦ୍ରଙ୍କ ସାମ୍ନାରେ ଠିଆ ହୋଇଗଲା। ତୁମେ କିଏ? ରୁଦ୍ର ଗର୍ଜନ କଲା। ଚନ୍ଦ୍ରୀ କହିଲା, ମୁଁ ମଧ୍ୟ ତୁମ ପରି ଏକ ଅଭିଶାପିତ ଆତ୍ମା। ଦୁଇ ଜଣଙ୍କ ମଧ୍ୟରେ ଭୟଙ୍କର ଟକ୍କର ହେବାକୁ ଥିଲା, କିନ୍ତୁ ହଠାତ୍ ଜଙ୍ଗଲ ଭିତରୁ ଗୋଟିଏ ଛୋଟ ପିଲାର ଶବ୍ଦ ଶୁଭିଲା। ପିଲାଟି ଜଙ୍ଗଲରେ ହଜି ଯାଇଥିଲା। ଚନ୍ଦ୍ରୀ ପ୍ରଥମେ ଆଗକୁ ଆସିଲା। ସେ ରୁଦ୍ରଙ୍କୁ କହିଲା, ଏହି ପିଲାଟି ଛୋଟ ପିଲାଟି, ୟାକୁ ଆଘାତ ଦେବାନି। ରୁଦ୍ରର ହୃଦୟ ତରଳିଗଲା। ସେ ନିଜ ବାଘ ସ୍ୱଭାବକୁ ଛାଡ଼ି ଶାନ୍ତ କରି ପିଲାଟିକୁ ପିଠିରେ ବସାଇ ଗାଁ ପର୍ଯ୍ୟନ୍ତ ନେଇଗଲା। ଚନ୍ଦ୍ରୀ ତା ପଛକୁ ଆଲୋକିତ କରି ତା ପଛରେ ଯାଉଥିଲା। ସେହି ରାତି ପରେ ଗାଁ ଲୋକେ କହିଲେ, ଏହି ଦୁଇଟି ଆତ୍ମା ବହୁତ ଭଲ ଆତ୍ମା, ୟାଙ୍କ ଜାଗା ସ୍ୱର୍ଗରେ। ତା ପରଠୁ ବାଘ ଓ ଭୂତ ମୁକ୍ତି ପାଇଗଲେ। କିନ୍ତୁ ଆଜି ମଧ୍ୟ ପୂର୍ଣ୍ଣିମା ରାତିରେ କଳାହାଣ୍ଡି ଜଙ୍ଗଲରେ ବାଘର ଗର୍ଜନ ଓ ଝିଅର ହସ ଶୁଭିଥାଏ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗେ ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।